ବାସ୍ ୟା ବାସ୍ ଆଜି ତୁ ଗୋଟେ ବଡ଼ କାମ କରିଦେଇଛୁ। ହଁ ଫ୍ରେଣ୍ଡସ୍, ସିଆ ନିଜକୁ ନିଜେ ତାରିଫ କରୁଛି। କାରଣ ଆପଣମାନେ ସମସ୍ତେ ଜାଣିଛନ୍ତି ଯେତେବେଳେ ଚିକିର ଯେଉଁ ଟର୍ମ ଆଣ୍ଡ କଣ୍ଡିସନ୍ ଥିଲା, ତୁ ଏ ଘର ଛାଡ଼ିବୁ ନଚେତ୍ ପୋଲିସ ଷ୍ଟେସନ ଯିବୁ, ସେଥିରୁ ସିଆ ଆପଣେଇଥିଲା ଯେ ମୁଁ ଏ ଘର ଛାଡ଼ିବି। କିନ୍ତୁ ଆପଣମାନେ ସମସ୍ତେ ଜାଣିଛନ୍ତି ସିଆ ଆସିବା ସମୟରେ ଚିକିର ପରିଚୟ ଥିବା ଯେଉଁ ସିନ୍ଦୁକ ତାକୁ ଆଣିଥିଲା ଆଉ ଆଣି ଜାଳି ଦେଇଛି। ଏହାର ତଦନ୍ତ କରିବା ପାଇଁ ଆପଣ ଆସିବା ପାଇଁ ଫୋନ କରିଛନ୍ତି ରାମ ଏବଂ ଫୋନ୍ ରିସିଭ୍ କରିଛନ୍ତି ସିଆ। ଏବଂ ରାମ ସିଆକୁ କହିଛନ୍ତି, ସିଆ ମୁଁ ତୁମକୁ ଟିକେ ଭେଟିବାକୁ ଚାହୁଁଛି। ତୁମ ବାପାଙ୍କ କେସ୍ ବିଷୟରେ ମୋତେ ଜାଣିବାର ଅଛି। ହଁ ଫ୍ରେଣ୍ଡସ୍, ଏକଥା ଯେତେବେଳେ ରାମ ସିଆକୁ କହିଛନ୍ତି, ସିଆ ଅତ୍ୟନ୍ତ ଖୁସି ହୋଇଛନ୍ତି ଏବଂ କହିଛନ୍ତି ଠିକ୍ ଅଛି, ତୁମେ ଆସ, ମୁଁ ତୁମକୁ ଅପେକ୍ଷା କରିଛି। ହଁ ଫ୍ରେଣ୍ଡସ୍, ଏକଥା ଯେତେବେଳେ ସିଆ ଜାଣିଛନ୍ତି ଅତ୍ୟନ୍ତ ଖୁସି ହୋଇଛନ୍ତି। ହଁ ଫ୍ରେଣ୍ଡସ୍, ଆଗକୁ ଆମେ ଇଣ୍ଟରେଷ୍ଟିଂ କଥା ଜାଣିବା। ତା ପୂର୍ବରୁ ଆପଣମାନେ ସମସ୍ତଙ୍କୁ ରିକ୍ୱେଷ୍ଟ, ଯଦି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ଏପଟେ ରୂପ ବଦଳେଇଛନ୍ତି ଚିକି, କାରଣ ସିଆଙ୍କ ଘରକୁ ଯିବାକୁ ହେଲେ ପ୍ରକୃତ ରୂପ ନେଇ ଯାଇପାରିବେନି ଏକଥା ସମସ୍ତେ ଜାଣିଛନ୍ତି। ସେଥିପାଇଁ ଚିକି ନିଜର ରୂପ ବଦଳେଇଛନ୍ତି ଏବଂ ଏକ ପୁରୁଷର ବେଶ ବା ପଞ୍ଜାବୀ ପୁରୁଷର ବେଶ ଧାରଣ କରିଛନ୍ତି। ଆଉ ରାମ ତାଙ୍କୁ ଦେଖି ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି, ଚିକି ତୁମେ ଯେକୌଣସି ପୋଷାକ ପିନ୍ଧ ନା କାହିଁକି ତୁମର ରୂପକୁ ତାରିଫ କରିବାକୁ ପଡ଼ିବ। ଆଉ ଏହି ସମୟରେ ରାମ ପଚାରିଛନ୍ତି, ତୁମେ ଯଦି ଘରକୁ ପଳେଇବ ତାହେଲେ ଘର ଲୋକ କେମିତି ଜାଣିବେ? ଏହି ସମୟରେ ଚିକି ତାଙ୍କର ଅନୁପସ୍ଥିତିରେ ଗୋଟେ କଣ୍ଢେଇ ରଖିବାକୁ ପ୍ରସ୍ତାବ ଦେଇଛନ୍ତି। ରାମ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଆଉ ତାଙ୍କ ବୁଦ୍ଧିକୁ ତାରିଫ ମଧ୍ୟ କରିଛନ୍ତି। ହଁ ଫ୍ରେଣ୍ଡସ୍, ଚିକିଙ୍କର ବୁଦ୍ଧି ଆପଣମାନେ ସମସ୍ତଙ୍କୁ ଭଲ ଲାଗେ। ସେଥିପାଇଁ ଆମ ଭିଡ଼ିଓ ଭଲ ଲାଗିଥିଲେ ଆପଣ ନିଶ୍ଚିନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। କିନ୍ତୁ ଏବେ ମଧ୍ୟ ଚିକି କୁଣ୍ଠାବୋଧ ଅଛନ୍ତି, ସିଆ ତାଙ୍କ ପରିଚୟ ପାଇଁ ରଖିଛି ନା କ'ଣ କରିଛି। ହଁ ଫ୍ରେଣ୍ଡସ୍, ତାଙ୍କ ଆଖିରୁ ଲୁହ ରାମ ପୋଛି ଦେଇଛନ୍ତି ଏବଂ ପ୍ରତିଶ୍ରୁତି ଦେଇଛନ୍ତି, ଆମେ ନିଶ୍ଚୟ ସକ୍ସେସ୍ ହେବା।